ଗୁଡ୍ ମର୍ଣ୍ଣିଂ ପିଲେମାନେ। ଆଉ ସବୁ ଭଲ ଅଛ ତ? ଭଲ ଅଛ ତାହେଲେ ନା? ଆଚ୍ଛା। ଆଉ ସବୁ ଖାଇକି ଆସିଛ ତାହେଲେ ପେଟ ଭର୍ତ୍ତି କରିକି। ଆଚ୍ଛା, ଆଜି ଆମେ ପଢିବା ତାହେଲେ କିଛି ପଢିବା ନା? ତ ଆଜି ଆମେ ତୁମ ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟରେ ପଢିବା, ଯାହାର ପ୍ରସଙ୍ଗ ରହିଛି ଭାରତରେ ଇଂରେଜ ଶାସନର ପ୍ରଭାବ। ତାହା ତ ଆମେ ଆଗରୁ ପଢି କରି ଆସୁଅଛୁ। ତ ଆଜି ଆମେ ସେଇଠୁ ପାଶ୍ଚାତ୍ୟ ଶିକ୍ଷାର ଆରମ୍ଭ ବିଷୟରେ ପଢିବା ହେଲା। ତା ପୂର୍ବରୁ ଆମେ ଟିକେ ମନେ ପକେଇଦବା ଆମେ ପୂର୍ବରୁ କଣ ପଢିଥିଲେ। କିଏ କହିପାରିବ ଆମେ କଣ ପଢିଥିଲେ ପୂର୍ବରୁ? ଭେରି ଗୁଡ୍, ଆମେ ଚାର୍ଟର ଆଇନ ବିଷୟରେ ପଢିଥିଲେ। ଆଚ୍ଛା, କିଏ କହିପାରିବ କାହାର କେତେ ମନେ ଅଛି? ଏହା ପ୍ରଥମେ କେଉଁ ମସିହାରେ ଆସିଥିଲା ଆଉ କିଏ ଆଣିଥିଲା? ଏହା ହେଲା ଆମର ଇଷ୍ଟ ଇଣ୍ଡିଆ କମ୍ପାନୀ ଆଣିଥିଲା, ବା ଇଷ୍ଟ ଇଣ୍ଡିଆ କମ୍ପାନୀର ଯୋଉ ଆମର ବ୍ରିଟିଶ ମାନେ ଥିଲେ। ବ୍ରିଟିଶ ପାର୍ଲିଆମେଣ୍ଟ ଏହାକୁ ଆଣିଥିଲା ନା? ତୁମେ ଚିତ୍ରଟା ଦେଖିପାରୁଛ ଏବେ। ଏହାକୁ କିଏ ଆଣିଥିଲା ପ୍ରଥମେ? ବ୍ରିଟିଶ ପାର୍ଲିଆମେଣ୍ଟ। କୋଉ ମସିହାରେ ତାହେଲେ? କିଏ କହିପାରିବ କହିଲ ଦେଖିବା? ଭେରି ଗୁଡ୍, ଏହା ଆସିଥିଲା 1793 ମସିହାରେ, ଯାହାକି ପ୍ରତ୍ୟେକ 20 ବର୍ଷ ଥରେ ଆସେ। ଆଉ ଶେଷ ଥର ପାଇଁ ଆସିଥିଲା 1853 ମସିହାରେ। ଠିକ ନା? ଭେରି ଗୁଡ୍, ତମେ ଚାର୍ଟର ଆଇନ ବିଷୟରେ ଜାଣିଲେ। ବର୍ତ୍ତମାନ ଆମେ ଜାଣିବା ପାଶ୍ଚାତ୍ୟ ଶିକ୍ଷାର ଆରମ୍ଭ। ତାହା ଆରମ୍ଭ କିପରି ହେଇଥିଲା? ଯେତେବେଳେ ଆମର ଊନବିଂଶ ଶତାବ୍ଦୀର ତୃତୀୟ ଚତୁର୍ଥ ଦଶକ ବେଳକୁ ଭାରତରେ କେଉଁ ପ୍ରକାର ଶିକ୍ଷାନୀତି ପ୍ରଚଳନ ହେବ, ତାକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀ ଯୁକ୍ତି କଲେ ଯେ ଭାରତରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର କରାଯାଉ, ଯାହାଦ୍ୱାରା ବିଜ୍ଞାନ ଓ ସମାଜ ଶାସ୍ତ୍ର ସମ୍ପର୍କରେ ଜାଣିବା ସହଜ ହେବ ଏବଂ ଇଂରେଜ ସଂସ୍କୃତି ପ୍ରତି ଆକୃଷ୍ଟ ହେବେ। ଫଳରେ ଭାରତରେ ମଧ୍ୟ ଇଂରେଜ ସାମ୍ରାଜ୍ୟ ସୁଦୃଢ ହେବ। ଅନ୍ୟ ପକ୍ଷରେ ଦ୍ୱିତୀୟ ଗୋଷ୍ଠୀର ବୁଦ୍ଧିଜୀବୀମାନେ ଯୁକ୍ତି କଲେ ଯେ ଭାରତରେ ପାରମ୍ପରିକ ଦେଶୀୟ ଶିକ୍ଷା ଅବ୍ୟାହତ ରହୁ। ଆଧୁନିକ ଶିକ୍ଷାର ସଂସ୍ପର୍ଶରେ ଆସି ଭାରତୀୟମାନେ ଇଂରେଜ ସରକାରଙ୍କ ବିରୁଦ୍ଧାଚରଣ କରିବେ। ଏହା ବ୍ୟତୀତ ଆଧୁନିକ ଶିକ୍ଷା ନାଁରେ ଲୋକଙ୍କ ପରମ୍ପରାରେ ଯଦି ସରକାର ହସ୍ତକ୍ଷେପ କରନ୍ତି, ତାହା ସହ୍ୟ କରିପାରିବେ ନାହିଁ। ଉଭୟ ଗୋଷ୍ଠୀ ଇଂରେଜ ସପକ୍ଷରେ କହିଲେ, ମାତ୍ର ମାତୃଭାଷା ପ୍ରତି କେହି ଗୁରୁତ୍ୱ ଦେଲେ ନାହିଁ। ତୁମେମାନେ ଏବେ ଗୋଟେ ଚିତ୍ର ଦେଖିପାରୁଥିବ, ଦେଖିପାରୁଛ ନା? ଆଚ୍ଛା, କହିଲ ଦେଖିବା ଏଠି କଣ ହଉଛି? ଚିତ୍ରରେ ତୁମେ କଣ କଣ ଦେଖୁଛ କୁହ? ଭେରି ଗୁଡ୍, ଜଣେ ଆଘାଡେ ହାତଟେ ଟେକିକି ଛିଡା ହେଇଛି, ଆଉ କିଛି ଲୋକ ତା ସାମ୍ନାରେ ହାତ ଯୋଡିକି ଠିଆ ହେଇଛନ୍ତି। ଆଚ୍ଛା, ଏଇ ଯିଏ ହାତ ଟେକିକି ଛିଡା ହେଇଛି ତାକୁ ଆମେ କଣ କହିବା? ଆଉ ଏମାନେ ତାକୁ କଣ ପାଇଁ ହାତ ଯୋଡିକି ଠିଆ ହେଇଛନ୍ତି? କିଏ କହିପାରିବ? ଯେ ହାତ ଯିଏ ଟେକିକି ଏକା ଛିଡା ହେଇଛି ଆଘାଡେ, ସେ ତାଙ୍କୁ ଆମେ କହିଥାଉ ମିଶନାରୀ। ତୁମେ କହୁଥିବ ସାର୍ ମିଶନାରୀ ମାନେ କଣ? ମିଶନାରୀ ମାନେ ହେଲା ଯୋଉମାନେ ଖ୍ରୀଷ୍ଟିଆନ ଧର୍ମର ଧର୍ମ ପ୍ରଚାର କରନ୍ତି। ଆମ ଭାରତରେ ବିଭିନ୍ନ ଧର୍ମର ଲୋକ ଅଛନ୍ତି, ସେଇ ଭିତରୁ ଗୋଟିଏ ହେଲା ଖ୍ରୀଷ୍ଟିଆନ ଧର୍ମ। ଖ୍ରୀଷ୍ଟିଆନ ଧର୍ମକୁ ଯିଏ ପ୍ରଚାର କରେ, ବିଭିନ୍ନ ଗାଁକୁ ଯାଇକରି ବିଭିନ୍ନ ସ୍ଥାନକୁ ଯାଇକି ଯୋଉଠି ଲୋକମାନେ ବାସ କରନ୍ତି, ତାଙ୍କ ପାଖକୁ ଯାଇକି ଯିଏ ଧର୍ମ ପ୍ରଚାର କରେ, ନିଜ ଧର୍ମ ଯିଏ ପ୍ରଚାର କରେ, ବା ଯେଉଁ ଖ୍ରୀଷ୍ଟିଆନ ମାନେ ନିଜ ଧର୍ମକୁ ପ୍ରଚାର କରିଥାନ୍ତି, ତାଙ୍କୁ ଆମେ ଖ୍ରୀଷ୍ଟିଆନ ମିଶନାରୀ ବୋଲି କହିଥାଉ। ଯେତେବେଳେ ଆମର 1813 ମସିହାରେ ଚାର୍ଟର ଆଇନ ଆସିଥିଲା, ଯୋଉଟା କି ଖ୍ରୀଷ୍ଟିଆନ ମାନଙ୍କୁ ଭାରତରେ ଧର୍ମ ପ୍ରଚାର ପାଇଁ ଅନୁମତି ଦେଇଥିଲା। ତୁମେମାନେ ଏବେ ତୁମ ସାମ୍ନାରେ ଗୋଟେ ଚିତ୍ର ଦେଖି ପାରୁଥିବ। କିଏ କହିପାରିବ କି ଇଏ କିଏ? କିଏ ଜାଣିଛ ଏମାନଙ୍କୁ? ଇଏ ହେଲେ ଆମର ଲର୍ଡ ମାକେଲ। ବର୍ତ୍ତମାନ ଆମେ ଜାଣିବା ଲର୍ଡ ମାକେଲଙ୍କ ବିଷୟରେ, ତାଙ୍କ କିଛି ନୀତି ବିଷୟରେ ଜାଣିବା ନା? ଆମର 1835 ମସିହାରେ ଯେତେବେଳେ ଲର୍ଡ ମାକେଲ ଭାରତରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ କରିଥିଲେ, ସେ କହୁଥିଲେ ଭାରତର ପ୍ରାଚୀନ ଶିକ୍ଷା ଯଥେଷ୍ଟ ନୁହେଁ। ମାତ୍ର ଭାରତର ପ୍ରତ୍ୟେକ ଲୋକଙ୍କୁ ଆଧୁନିକ ପାଶ୍ଚାତ୍ୟ ଶିକ୍ଷା ଦେବାରେ ଅନେକ ଖର୍ଚ୍ଚ ହେଉଥିବାରୁ ଅଳ୍ପ କେତେକଙ୍କୁ ପାଶ୍ଚାତ୍ୟ ଶିକ୍ଷା ପ୍ରଦାନ କଲେ ତାଙ୍କ ମାଧ୍ୟମରେ ଅନ୍ୟମାନଙ୍କ ପାଖରେ ମଧ୍ୟ ପହଞ୍ଚିବ ବୋଲି ମାକେଲ ଚିନ୍ତା କରିଥିଲେ। ମାତୃଭାଷା ମାଧ୍ୟମରେ ପାଶ୍ଚାତ୍ୟ ଶିକ୍ଷା ପ୍ରଦାନ କଲେ ଇଂରାଜୀ ଭାଷା ଦ୍ୱିତୀୟ ଭାଷା ଭାବରେ ଅଧ୍ୟୟନ ହେବ।
ଫଳରେ ଭାରତରେ ଉପନିବେଶବାଦୀ ସ୍ୱାର୍ଥର ହାନି ହେବ ବୋଲି ଇଂରେଜ ସରକାରଙ୍କୁ ଲର୍ଡ ମାକେଲ ଜଣାଇଥିଲେ। ଯେତେବେଳେ ମାକେଲଙ୍କ ଦ୍ୱାରା ପ୍ରଣୀତ ଶିକ୍ଷାନୀତିକୁ ଇଂରେଜ ସରକାର ପାଳନ କଲେ, ଯାହାକୁ କି ଭାରତୀୟ ବୁଦ୍ଧିଜୀବୀମାନେ ବିରୋଧ କରିଥିଲେ, କାରଣ ସେମାନଙ୍କ ମତରେ ଥିଲା ପ୍ରତ୍ୟେକ ଭାରତୀୟଙ୍କୁ ଶିକ୍ଷିତ କରିବା ସରକାରଙ୍କର ଦାୟିତ୍ୱ। ପରବର୍ତ୍ତୀ ସମୟରେ 1854 ମସିହାରେ ଉଡ୍ସ ଡେସ୍ପାଚ ନାମରେ ଶିକ୍ଷା ସମ୍ବନ୍ଧୀୟ ଏକ ଦସ୍ତାବିଜ ସରକାର ପ୍ରସ୍ତୁତ କରିଥିଲେ। ତୁମେମାନେ ଏବେ ଗୋଟେ ଚିତ୍ର ଦେଖିପାରୁଛ ନା? ଆଚ୍ଛା, ଦେଖିଦଉଛ ତାହେଲେ। ଆଚ୍ଛା, ଏଇଟା ଦେଖିପାରୁଛ? ଏଇଟା କଣଟା କିଏ କହିପାରିବ? କଣଟା ହେଇଥିବ ଭାବୁଛ କହିଲ ଦେଖିବା? କିଛି ତ ଗୋଟେ ଏଇଟା ହେଇଥିବ। ଏଇଟା ହେଲା ଗୋଟିଏ ଶିକ୍ଷା ଦସ୍ତାବିଜ, ଯୋଉଟା କି ଆମର ସରକାର ପ୍ରଣୟନ କରିଥିଲେ, ଯାହାର ନାଁ ଥିଲା କଣ? ଉଡ୍ସ ଡେସ୍ପାଚ। ଏହା କେଉଁ ମସିହାରେ ଗଠିତ ହେଇଥିଲା? 1854 ମସିହାରେ। ଯେତେବେଳେ ଆମେ ଜାଣିବା ଲର୍ଡ ମାକେଲଙ୍କ ଶିକ୍ଷାନୀତିକୁ ଇଂରେଜ ସରକାର ଶେଷ ଯାଏ ପାଳନ କରିଥିଲେ, ତାପରେ ଯାହାକୁ ଭାରତୀୟର ବୁଦ୍ଧିଜୀବୀମାନେ ଘୋର ବିରୋଧ କରିଥିଲେ, ଯାହା ଫଳରେ 1854 ମସିହାରେ ଉଡ୍ସ ଡେସ୍ପାଚ ଶିକ୍ଷା ଦସ୍ତାବିଜ ସରକାର ପ୍ରସ୍ତୁତ କରିଥିଲେ। ତୁମେମାନେ ଏବେ ଗୋଟିଏ ଚିତ୍ର ଦେଖିପାରୁଛ ନା? ଭାବ ଦେଖିଆ, କିଏ ହେଇଥିବେ ଇଏ? ଭାବିପାରୁଛ ଇଏ କିଏ? ଇଏ ହେଲେ ସେଇ ଉଡ୍ସ ଡେସ୍ପାଚର ସଭାପତି ଚାର୍ଲସ ଉଡ୍, ଯିଏକି କମ୍ପାନୀ ନିୟନ୍ତ୍ରଣର ବୋର୍ଡ ସଭାପତି ତଥା ଉଡ୍ସ ଡେସ୍ପାଚର ଜଣେ ସଭାପତି। ଯେତେବେଳେ ଆମର ଉଡ୍ସ ଡେସ୍ପାଚ 1853 ମସିହାରେ ଆରମ୍ଭ ହୋଇଥିଲା ଏବଂ 1854 ମସିହାରେ ରିପୋର୍ଟ ଦାଖଲ କରିଥିଲେ, ଏହାର ସଭାପତି ଥିଲେ ଚାର୍ଲସ ଉଡ୍ ଏବଂ ତାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ଏକ ଶିକ୍ଷା ସମ୍ବନ୍ଧୀୟ ରିପୋର୍ଟ। ଉଡ୍ସ ଡେସ୍ପାଚ ପରେ ଭାରତରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ସ୍ଥାପନ କରିବାକୁ ସରକାର ଅନୁମତି ଦେଲେ। ଫଳସ୍ୱରୂପ 1857 ମସିହାରେ କଲିକତା, ବମ୍ବେ ଓ ମାଡ୍ରାସଠାରେ 3ଟି ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଓଡ଼ିଶାରେ 1868 ମସିହାରେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଟି.ଇ. ରେଭେନ୍ସାଙ୍କ ନାମରେ ନାମିତ କରାଯାଇଥିଲା, ଯାହା ରେଭେନ୍ସା କଲେଜ ବୋଲି ଜଣାଗଲା। ତୁମେମାନେ ଏବେ ଚିତ୍ର ଦେଖିପାରୁଛ ନା? ଆଚ୍ଛା, କଣ ଦେଖୁଛ କହିଲ ଦେଖିବା ଏଇ ଚିତ୍ରରେ? ଏଇଟା କଣ ହେଇଥିବ? କଣ ହେଇଥିବ ଭାବୁଛ କହିଲ ଦେଖିବା? ଆଚ୍ଛା, ଏଇଟା କଲେଜ ଗୁଡା। କଣ କଲେଜ ଗୁଡା? ଏଇଟା ପ୍ରଥମ ଯୋଉଟା ଦେଖୁଛ, ଏଇଟା ହେଲା ବମ୍ବେ ବିଶ୍ୱବିଦ୍ୟାଳୟ। ଦେଖିପାରୁଛ ନା? ଏ ତୁମ ବାଁ ସାଇଡର ଉପରେ ଅଛି ବମ୍ବେ ବିଶ୍ୱବିଦ୍ୟାଳୟ, ତା ସାଇଡରେ ଅଛି ଆମର କଲିକତା ପ୍ରେସିଡେନ୍ସି କଲେଜ, ଆଉ ତଳେ ବାଁ ସାଇଡରେ ଅଛି ମାଡ୍ରାସ ବିଶ୍ୱବିଦ୍ୟାଳୟ, ତା ସାଇଡରେ ଅଛି ରେଭେନ୍ସା କଲେଜ, ଆମର ପାରମ୍ପରିକ ଶିକ୍ଷାର ଅଧପତନ। ପାରମ୍ପରିକ ଶିକ୍ଷାର ଅଧପତନ ଜାଣିବା ପୂର୍ବରୁ ତୁମକୁ ମୁଁ ଗୋଟେ ଚିତ୍ର ଦେଖୁଛି, ଗୋଟିଏ ନୁହଁ 3ଟି ଚିତ୍ର। ତୁମେ ଦେଖିପାରୁଛ ପ୍ରଥମ ଚିତ୍ରଟିରେ କଣ କରାହଉଛି? ଦେଖିପାରୁଛ ନା? ଆଚ୍ଛା, କିଏ କହିପାରିବ ଏଠି କଣ ହଉଛି 3ଟା ଚିତ୍ରରେ? ପ୍ରଥମ ଚିତ୍ରଟି ଯାହାକୁ ଆମେ କହିଥାଉ ଚାଟଶାଳୀ। ଯେତେବେଳେ ଆମର ପୂର୍ବରୁ ସବୁ ଗାଁରେ ବିଦ୍ୟାଳୟ ନଥିଲା, ଆଉ ସବୁଠି ବିଦ୍ୟାଳୟ ନଥିବାରୁ ପିଲାମାନେ ପାଠ ପଢି ପାରୁନଥିଲେ, ଯାହା ଫଳରେ ସେଇ ଗାଁର କିଛି ବ୍ୟକ୍ତିମାନେ ପ୍ରତ୍ୟେକ ପିଲାଙ୍କୁ ଏକତ୍ରିତ କରି ସେଠାରେ ଶିକ୍ଷା ଦେଉଥିଲେ, ଯାହାକୁ ଆମେ କହିଥାଉ ଚାଟଶାଳୀ। ତା ଡାହାଣ ସାଇଡରେ ତୁମେ ଦେଖିପାରୁଛ କିଛି ପିଲା ସିରିଏଲି ବସିଛନ୍ତି ଆଉ ପାଠ ଶିଖୁଛନ୍ତି, ଯାହାକୁ ଆମେ କହିଥାଉ ମଦ୍ରାସା, ଯେଉଁଥିରେ କି ମୁସଲିମ ସମ୍ପ୍ରଦାୟର ବା ମୁସଲିମ ଘରର ପିଲାମାନେ ନିଜର ଧର୍ମ ବିଷୟରେ ଶିକ୍ଷା ଗ୍ରହଣ କରିଥାନ୍ତି। ତଳେ ଦେଖିପାରୁଥିବ ଗୋଟେ ଚିତ୍ର, ଯାହାକୁ ଆମେ କହିଥାଉ ଗୁରୁକୁଳ ଆଶ୍ରମ, ଯେଉଁଠିକି ଆମର ହିନ୍ଦୁ ଧର୍ମର ଲୋକମାନେ ନିଜର ସଂସ୍କୃତି ବିଷୟରେ, ନିଜର ଧର୍ମ ବିଷୟରେ ଜ୍ଞାନ ଅର୍ଜନ କରିବା ପାଇଁ ସେଠାକୁ ଯାଇ ଜ୍ଞାନ ଆହରଣ କରି। ତ ବର୍ତ୍ତମାନ ଆମେ ଜାଣିବା ସେ ଯୋଉ ପାରମ୍ପରିକ ଶିକ୍ଷା ଥିଲା ତାହା ଅଧପତନ ହେଲା କିପରି। ଯେତେବେଳେ ଆମର ଆଧୁନିକ ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥା ଲାଗୁ ହେବା ଫଳରେ ଚାଟଶାଳୀ, ମକ୍ତବ, ମାଦ୍ରାସ, ଟୋଲ ପରି ପାରମ୍ପରିକ ଦେଶୀୟ ଶିକ୍ଷା କେନ୍ଦ୍ର ଅବହେଳିତ ହେଲା। ପୂର୍ବରୁ ଏହି ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ରାଜା ଓ ଜମିଦାରମାନେ ଆର୍ଥିକ ସହାୟତା କରୁଥିଲେ, କିନ୍ତୁ ସରକାର ଏହାକୁ ସହଯୋଗ କରିଲେ ନାହିଁ, ଯାହାଫଳରେ 1844 ମସିହାରେ ଏକ ନିୟମ ପାସ୍ ହେଲା, ଯେଉଁଥିରେ ସରକାରୀ ଚାକିରି ପାଇଁ ଇଂରାଜୀ ଜ୍ଞାନ ଆବଶ୍ୟକ। ଫଳରେ ପାରମ୍ପରିକ ଶିକ୍ଷା ପ୍ରାପ୍ତ ଶିକ୍ଷାର୍ଥୀ ଅଯୋଗ୍ୟ ହୋଇ। ପାରମ୍ପରିକ ଶିକ୍ଷାର ଅଧପତନ ପରେ ଯେତେବେଳେ ଆମର ନୂତନ ଶିକ୍ଷା ଆରମ୍ଭ ହେଲା, ସେତେବେଳେ ମିଶନାରୀ ମାନେ
ଆଧୁନିକ ଶିକ୍ଷାର ପ୍ରସାର ପାଇଁ ବହୁ ସ୍କୁଲ କଲେଜ ସ୍ଥାପନ କଲେ ଏବଂ ଶିକ୍ଷିତ ବୁଦ୍ଧିଜୀବୀମାନେ ବୁଝିପାରିଲେ ଯେ ଶିକ୍ଷା ଦ୍ୱାରା ସମାଜରୁ ଅନ୍ଧବିଶ୍ୱାସ ଦୂର ହେବ ଏବଂ ଦେଶର ସରକାର ଅଧିକ ଉଚ୍ଚ ଶିକ୍ଷିତ ଲୋକ ତିଆରି କରିବାରେ ରୁଚି ଦେଖାଇ ନଥିଲେ, ବରଂ କିରାନୀ ବର୍ଗ ତିଆରି କରି ଶାସନକୁ ସହଜ ଏବଂ ସୁଗମ କରିବା ଲକ୍ଷ୍ୟ। ପାଶ୍ଚାତ୍ୟ ଶିକ୍ଷା ପାଇ ଶିକ୍ଷିତ ଲୋକେ ବିଦେଶୀ ସଂସ୍କୃତି ଓ ବିଦେଶୀ ଦ୍ରବ୍ୟର ଆଦର କରିବେ। ଫଳରେ ଭାରତରେ ବିଦେଶୀ ଦ୍ରବ୍ୟର ଚାହିଦା ବଢିବ ବୋଲି ସରକାର ମନେ। ତୁମେମାନେ ଏଠି ବର୍ତ୍ତମାନ ଦୁଇଟି ଚିତ୍ର ଦେଖିପାରୁଛ। ଏହା ହେଲା ଆମର ସେଇ ନୂତନ ଶିକ୍ଷା ବ୍ୟବସ୍ଥା। ପୂର୍ବରୁ ଆମେ ଜାଣିଥିଲେ ପୁରାତନ ଶିକ୍ଷା ବ୍ୟବସ୍ଥାରେ ଗାଁ ଗହଳିରେ ପିଲାମାନେ ପାଠ ପଢୁଥିଲେ ନିଜ ଗାଁରେ ରହି ଏବଂ ବିଭିନ୍ନ ସମ୍ପ୍ରଦାୟର ପିଲା ବିଭିନ୍ନ ସମ୍ପ୍ରଦାୟରେ ରହି ପାଠ ପଢୁଥିଲେ, ଯେମିତିକି ମୁସଲିମ ସମ୍ପ୍ରଦାୟର ପିଲାମାନେ ମାଦ୍ରାସାକୁ ଯାଉଥିଲେ, ହିନ୍ଦୁ ସମ୍ପ୍ରଦାୟର ପିଲାମାନେ ଗୁରୁକୁଳ ଆଶ୍ରମକୁ ଯାଉଥିଲେ। କିନ୍ତୁ ନୂତନ ଶିକ୍ଷା ବ୍ୟବସ୍ଥାରେ ସେଇଭଳି ନଥିଲା। ଏଠି ସମସ୍ତେ ମିଶିକି ଗୋଟିଏ ଛାତ ତଳେ ଏକାଠି ପାଠ ପଢୁଥିଲେ। ନୂଆ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେଲା ପରେ ସ୍ୱଳ୍ପ ଖର୍ଚ୍ଚରେ ଚାଲୁଥିବା ପାରମ୍ପରିକ ଦେଶୀୟ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଲୋପ ପାଇଲା। ସରକାର ଶିକ୍ଷାର ପ୍ରସାର ପାଇଁ ଆବଶ୍ୟକ ମାତ୍ରାରେ ଖର୍ଚ୍ଚ କରିବାକୁ ଆଗଭର ହେଲେ ନାହିଁ, ଯାହାକି 1886 ମସିହାରେ 47 କୋଟି ଟଙ୍କା ଆୟରୁ କେବଳ 8 କୋଟି ଟଙ୍କା ଶିକ୍ଷା ପାଇଁ ଖର୍ଚ୍ଚ କରାଯାଏ। ବର୍ତ୍ତମାନ ଆମେ ଜାଣିବା କିଏ କେତେ ମନେ ରଖିଛ ଦେଖିବା। ମନେ ରଖିଛ ନା? ଆଜି କଣ ଆଲୋଚନା କଲେ? ଆଚ୍ଛା, ତ ମୁଁ ପ୍ରଥମ କିଛି ନା ପଚାରିବି, ଦେଖିବା କିଏ କେତେ ମନେ ରଖିଛ କହିବ ହେଲା। କହିଲେ ଦେଖିବା। 1835 ମସିହାରେ କମ୍ପାନୀ କାର୍ଯ୍ୟକାରୀ ପରିଷଦର ସଭାପତି କିଏ ଥିଲେ? କିଏ କହିପାରିବ? ହାତ ଟେକିଲ। ଭେରି ଗୁଡ। କିଏ ଥିଲେ? ଚାର୍ଲସ ଉଡ୍। 1854 ମସିହାରେ ଚାର୍ଲସ ଉଡ୍ସଙ୍କ ଅଧ୍ୟକ୍ଷତାରେ କେଉଁ ଦସ୍ତାବିଜ ପ୍ରସ୍ତୁତ ହୋଇଥିଲା? କିଏ କହିପାରିବ? ଉଡ୍ସ ଡେସ୍ପାଚ। ଭାରତରେ ପ୍ରଥମେ କେତୋଟି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଥିଲା? 3ଟି। ତା ପରବର୍ତ୍ତୀ ପ୍ରଶ୍ନ ଦେଖିବା। ରେଭେନ୍ସା କଲେଜ କାହା ନାମରେ ନାମିତ କରାଯାଇଥିଲା? ନା ଟି ଇ ରେଭେନ୍ସା। ଧନ୍ୟବାଦ।